हाय फ्रेंड्स, जय जगन्नाथ नमस्कार। आमे बर्तमान आज बुलिବାକୁ ଯିବା ବାଲି ସିଂହନାଥ ମନ୍ଦିର ଏବଂ ତା ଭିତରେ କେମିତି କ'ଣ ଅଛି ଆପଣମାନଙ୍କୁ ଦେଖାଉଛୁ। ଏଇଟା ହେଉଛି ମନ୍ଦିରର ପରିସର। ଫାଇନାଲି ଏଇଟା ହେଉଛି ବାଲି ସିଂହନାଥ ମନ୍ଦିର, ଯୋଉଟାକି ଶିବଙ୍କର ମନ୍ଦିର। ଦେଖୁଛନ୍ତି ଏହା ବର୍ତ୍ତମାନ ତିଆରି ଚାଲିଛି ଏବଂ ଭିତରେ କେମିତି ପୂଜା ଅର୍ଚ୍ଚନା ଚାଲିଛି ତାହା ବି ଆମେ ଭିଡ଼ିଓ ମାଧ୍ୟମରେ ଦେଖିବା। ଭିଡ଼ିଓ ଭିତରେ ଅଛି, ଆପଣ ଦେଖିପାରିବେ। ଏଇଟା ହେଉଛି ମନ୍ଦିରର ବାହାର ଦୃଶ୍ୟ। ତେବେ ଜର୍ଣ୍ଣି କିପରି ଥିଲା ଆରମ୍ଭ କରିବା। ହାय ଫ୍ରେଣ୍ଡସ୍, ଜୟ ଜଗନ୍ନାଥ ନମସ୍କାର। ଏବେ ବର୍ତ୍ତମାନ ଆମେ ନରସିଂହପୁରରୁ ବାଲି ସିଂହନାଥ ଟି ବ୍ରିଜ୍, ଯେଉଁଟାକି ସମସ୍ତେ ଜାଣିଛନ୍ତି ଟି ବ୍ରିଜ୍, ବାଲି ସିଂହନାଥ ମନ୍ଦିରକୁ ଆମେ ବର୍ତ୍ତମାନ ବାହାରିଲୁ। ମନ୍ଦିରକୁ ଯିବା ବେଳେ ଦେଖନ୍ତୁ ବାଟରେ କୋଉଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼, ପର୍ବତ, ବିଲ, ଗଛ ଏବଂ ଦେଖନ୍ତୁ ବାଟରେ ଭଲ ଭଲ ମନ୍ଦିର ବି ପଡ଼ିଲା। ତ ବାଟର ଦୁଇପଟ ରାସ୍ତା, ଦୁଇପଟ ଦୃଶ୍ୟ ଆପଣମାନେ ଦେଖୁଛନ୍ତି। ବହୁତ ସୌନ୍ଦର୍ଯ୍ୟ, ବହୁତ ସୁନ୍ଦର। ତ ନରସିଂହପୁର ଆପଣ ଥରେ ଆସନ୍ତୁ, ବୁଲିବେ, ଦେଖିବେ। ବହୁତ ବଢ଼ିଆ ଜାଗା। ଆସନ୍ତୁ ଆମେ ଆଗକୁ ଯିବା। ତ ଫ୍ରେଣ୍ଡସ୍, ଫାଇନାଲି ଆମେ ଆସି ବଡ଼ମ୍ବାରେ ପହଞ୍ଚିଗଲୁ ଏବଂ ଗୋଟେ ହୋଟେଲକୁ ଚାଲିଗଲୁ ଖାଇବା ପାଇଁ। ସେଠାରେ ସାଧା ମିଲ୍ 2ଟା ମାଗି ଖାଇଲୁ। ଖାଇବା ଏତେ ବି ଭଲ ନଥିଲା, ତଥାପି ଖାଇବାକୁ ବାଧ୍ୟ ହେଲୁ ଯେହେତୁ ଦୂର ବାଟ ଆସିଥିଲୁ। ଯେହେତୁ ସୋମବାର ଥିଲା, ଆମେ ସାଧା ମିଲ୍ 2ଟା ମଗେଇଥିଲୁ, 2ଟା ପାଣି ବୋତଲ ବି ମଗେଇଥିଲୁ। ଦେଖନ୍ତୁ ଏଇସବୁ ବର୍ତ୍ତମାନ ସାଧା ମିଲ୍, ଭାତ, ଡାଲି, ଖଟା, ସାଲାଡ଼, ଚିପ୍ସ ଏମିତି ଅଛି ଆଉ। ଗୋଟା ମିଲ୍ 70 ଟଙ୍କା। ଖାଇସାରି ବର୍ତ୍ତମାନ ଆମେ ବାହାରି ପଡ଼ିଲୁ ଟି ବ୍ରିଜ୍କୁ। ବର୍ତ୍ତମାନ ଆମେ ଟି ବ୍ରିଜ୍ ପାଖାପାଖି ହେଇଗଲୁ। ଫାଇନାଲି ଆମେ ଟି ବ୍ରିଜ୍ ଉପରେ ବର୍ତ୍ତମାନ ଯାଉଛୁ। ଏବେ ଦେଖନ୍ତୁ ନଦୀର ବାଁ ପଟ ସାଇଡ୍ ମହାନଦୀ ବ୍ରିଜ୍ ଉପରେ ବର୍ତ୍ତମାନ ଯାଉଛୁ ଆମେ। ଆପଣ ଦେଖିପାରୁଥିବେ ଦୂରରୁ ଯେଉଁ ପାହାଡ଼ଟି ଦେଖାଯାଉଛି ସେଇଟା ହେଉଛି ବାଲି ସିଂହନାଥ ମନ୍ଦିର, ଯୋଉଟାକି ବୈଦେଶ୍ୱର ବାଲି ସିଂହନାଥ ମନ୍ଦିର ସମସ୍ତେ ଜାଣିଛନ୍ତି। ତ ଫାଇନାଲି ଆମେ ଆସି ଟି ବ୍ରିଜ୍ ପାଖରେ ପହଞ୍ଚିଗଲୁ। ଭିତରକୁ ଯିବା ପାଇଁ ଏଠି ଟିକେଟ୍ କଟାଯିବ, ଯାହାର ମୂଲ୍ୟ 5 ଟଙ୍କା। ଆମେ ଟିକେଟ୍ଟି କାଟିଦେଲୁ ଏବଂ କାଟି ସାରି ବାହାରି ପଡ଼ିଲୁ ଠାକୁରଙ୍କ ଦର୍ଶନ କରିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ଆପଣ ଯେଉଁ ଦେଖୁଛନ୍ତି ମୋ ପଛପଟେ ଯେଉଁ ଗଛ ଦେଖାଯାଉଛି ବା ରାସ୍ତାଟି ଦେଖାଯାଉଛି, ସେଟା ହେଉଛି ଟି ବ୍ରିଜ୍, ଠାକୁର ମନ୍ଦିର ଯିବା ପାଇଁ ରାସ୍ତା। ଆସନ୍ତୁ ଆମେ ବର୍ତ୍ତମାନ ଯିବା, ଦେଖିବା ଭିତରେ କେମିତି କ'ଣ ଦୃଶ୍ୟ ଅଛି। ମନ୍ଦିର ଦେଖିବା, ଠାକୁର ଦର୍ଶନ କରିବା ଏବଂ ସେଠାରେ କ'ଣ କ'ଣ ବିକ୍ରି ହେଉଛି ତାହା ବି ଦେଖିବା। ଦେଖନ୍ତୁ ବର୍ତ୍ତମାନ ମୁଁ କ୍ୟାମେରା ଟି ବ୍ରିଜ୍ ଉପରକୁ ଦେଖାଉଛି। ବାଙ୍କିପୁଟୁ ରୋଡ଼ଟି ଆସି ବର୍ତ୍ତମାନ ବଡ଼ମ୍ବା ନରସିଂହପୁରକୁ ଯାଇଛି ଏବଂ ତା ମଝିରୁ ଗୋଟିଏ ରୋଡ଼ ବାହାରିଛି, ଯେଉଁଟାକି ଠାକୁରଙ୍କ ମନ୍ଦିର ପାଖରେ ଆସି ପହଞ୍ଚିଛି। ମନ୍ଦିରଟି ମହାନଦୀ ମଝିରେ ହେଇଥିବାରୁ ବାଲି ସିଂହନାଥ ମନ୍ଦିର କୁହାଯାଉଛି, ଶିବଙ୍କ ମନ୍ଦିର କୁହାଯାଉଛି। ଏହା ବହୁ ପୁରାତନ ମନ୍ଦିର। ଆମେ ବର୍ତ୍ତମାନ ଭିତରକୁ ଯିବା। ଦେଖନ୍ତୁ ମୁଁ ମହାନଦୀରେ ଗୋଟିଏ ଭିଉ ଆପଣ ଦେଖାଉଛି, ଜଣେ ନୌକା ଚାଳକ କିପରି ନୌକା ଚଳାଉଛନ୍ତି। ବହୁତ ସୁନ୍ଦର ଦେଖାଯାଉଛି, ଆପଣ ଦେଖିପାରୁଥିବେ। ତେବେ ଡେରି ନକରି ଆମେ ଭିତରକୁ ଯିବା ଆଉ ଦେଖିବା ଭିତର ସୌନ୍ଦର୍ଯ୍ୟ ଏବଂ ଭିତର ଦେଖିବା, ମନ୍ଦିର ପରିସର ଦେଖିବା। ଆସନ୍ତୁ ଦେଖିବା। ବର୍ତ୍ତମାନ ଆମେ ଏଇ ଗଡ଼ାରେ ବର୍ତ୍ତମାନ ଗଡ଼ି ଆସିଲେ। ବର୍ତ୍ତମାନ ଭିତରକୁ ଯିବା। ଦେଖନ୍ତୁ ଯାତ୍ରା ଯେମିତି ପଡ଼େ, ଏଠି ଯାତ୍ରା ଭଳିଆ ଯାତ୍ରା ମଧ୍ୟ ପଡ଼ିଛି। ସବୁ ଖେଳନା ପିଲାମାନଙ୍କର ବିକ୍ରି ହେଉଛି। ଏଠି ଦିନେ ନୁହଁ, ସବୁଦିନ ଏଠି ଏମିତି ଯାତ୍ରା ଭଳିଆ, ଯାତ୍ରା ଷ୍ଟାଇଲରେ ସବୁ ଜିନିଷ ବିକ୍ରି ହେଉଛି, ଆପଣମାନେ ଦେଖିପାରୁଥିବେ। ବଢ଼ିଆ ବଢ଼ିଆ ଗଛ ବି ଅଛି। ଗଛ ହିଁ ସୌନ୍ଦର୍ଯ୍ୟ ବଢ଼ଉଛି ଜାଗାଟିର। ବାଃ କି ସୌନ୍ଦର୍ଯ୍ୟ, ବଢ଼ିଆ ଲାଗୁଛି ଜାଗାଟା। ଆପଣମାନେ ଥରେ ଆସି ଦେଖନ୍ତୁ, ବୁଲନ୍ତୁ, ଜାଣିପାରିବେ। ତ ମନ୍ଦିରର ଚତୁଃପାର୍ଶ୍ୱ ବର୍ତ୍ତମାନ ଆମେ ଆପଣଙ୍କୁ ଦେଖେଇବୁ, ତାପରେ ଆମେ ମନ୍ଦିରକୁ ଯିବା।
ଆପଣ ଦେଖୁଛନ୍ତି ଲେଫ୍ଟ ସାଇଡରେ ଯୋଉ ଟେଣ୍ଟ ହେଇଛି ସେଠି ନିର୍ବନ୍ଧ ଚାଲିଛି, ବାହାଘର ଦି ତିନିଟା ଚାଲିଛି। ଦେଖନ୍ତୁ ଏଇଟା ହଉଛି ଠାକୁରଙ୍କର ଆଡ୍ରେସ। ଆମେ ବର୍ତ୍ତମାନ ଚାଲି ଆସିଛେ ମନ୍ଦିରର ପଛ ପାର୍ଶ୍ୱକୁ, ଯୋଉଟା କି ପଛପଟେ ବାଟ ଅଛି। ସେ ଯୋଉ ପାହାଡଟି ଅଛି, ତ ସେଇ ପାହାଡକୁ ଯିବା ପାଇଁ ରାସ୍ତାଟେ ଅଛି, କିନ୍ତୁ ସାଙ୍ଗରେ ଛୋଟ ଝିଅ ଥିବାରୁ ସେଥିପାଇଁ ଆମେ ପାହାଡ ଉପରକୁ ଗଲୁନି। ଆପଣ ମାନେ ପାହାଡ ଉପରୁ ଯାଇପାରିବେ, ମନ୍ଦିରର ସୌନ୍ଦର୍ଯ୍ୟ ସହିତ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ତ ସାଙ୍ଗମାନେ ଭିଡ଼ିଓରେ ବହୁତ କିଛି ଆପଣ ଦେଖିବାକୁ ପାଇବେ। ଟୋଟାଲ ବୈଦେଶ୍ୱର ମନ୍ଦିରର ଚାରିପଟର ଦୃଶ୍ୟ, ମହାନଦୀ ଦୃଶ୍ୟ କିଭଳି ଥିଲା ଆଉ କେମିତି ଅଛି ଆପଣମାନେ ଆସିଲେ ଦେଖିପାରିବେ, ଏନ୍ଜୟ କରିପାରିବେ। ତ ସବୁ ଭିଡ଼ିଓ ଗୋଟିଏ ପାର୍ଟରେ ଆମେ ଦେଖେଇବା ଅସମ୍ଭବ ହେଉଛି। ତ ନେକ୍ସଟ ପାର୍ଟରେ ଆପଣଙ୍କୁ ଦେଖେଇବି। ରହୁଛି, ନମସ୍କାର।